क्या गोटे पद कोरस गाइबे तापरे आमे आगो को जिबा गोटे पद। भंगा हृदय नेई आशिषु चरण तुमा भंगा हृदय नेई आशिषु चरण तुमा लुहा पोछि देई दुख दुराकारा लुहा पोछि देई दुख दुराकारा पूजा नैवेद घेना प्रार्थना चुनाम प्रार्थना चुनाम प्रभु प्रार्थना चुनाम प्रार्थना चुनाम प्रभु प्रार्थना चुनाम ए सारा जगत जानू त्राण कर्ता तुमे आम ए सारा जगत जानू प्राण कर्ता तुमे आम लुह पोछि देई दुख दुराकार लुह पोछि देई दुख दुराकार पूजा नैवेद घेना प्रार्थना चुनाम प्रार्थना चुनाम प्रार्थना चुनाम धन्यवाद अनेक अनेक धन्यवाद आउ जना आज्ञा प्रभु आपण को आशीर्वाद करंतु से प्रार्थना श्रवणकारी आपणकर गीत को भी शुणी आपण करिथिबा प्रार्थना को भी से शुणी मु ईश्वर को धन्यवाद देवा संगे संगे जो माने आज उपस्थित अच्छंती से मान को धन्यवाद दिए जो माने आपनकर यूट्यूब माध्यम रे देखुचंती से मान को भी धन्यवाद दिए आज ठारू हम मानकर बाइबल स्टडी आम आरंभ करछु व्हाट इज बाइबल बाइबल कौन अटे यह केउ ठारू आसिला की प्रकार आसिला ताकू आमे अल्प समय अनुध्यान करिबा एवं प्रत्येक दिन दुई ओळी आम मानकर प्रार्थना रहिबो आ आम मानकर शिक्षा रहिबो जो माने इच्छा करूचंती दया करी जोग दियंतु आ आशीर्वाद प्राप्त हो तेबे आम माने गतकाली चिंता करिथिलु बाइबल कौन बाइबल कौन पाई मनुष्य को आवश्यकता बाइबल कौन सी प्रकार काल्पनिक कहानी नुहे बाइबल कौन सी प्रकार पौराणिक कहानी नुहे बाइबल कौन सी प्रकार एक मिछ माया कथा लिखा जाए बाइबल रे ईश्वर वाक्य लिखा जाए द्वितीय तिमोथी 3:15-16 पद लिखा जाए बाइबल हूँ ईश्वर मुख निसृत वाक्य जहाँ से कहिले से सबू अपना मुख द्वारा उद्गार कले ताकू ताको पवित्र लोक माने लिपिबद्ध कले ताहा मध्य माने द्वितीय पितर 1:20-21 पदरे देखा पाइपर तेबे ईश्वर लोक माने पवित्र आत्मा शक्ति द्वारा प्राप्त बाइबल को लिखिले बाइबल रो केंद्र बिंदु होचंती प्रभु यीशु ख्रीष्ट तांको द्वारा उद्धार प्राप्त अटे
ପୃଥିବୀରେ କୌଣସି ଲୋକ ଉଦ୍ଧାର କରିକାରୀ ନୁହନ୍ତି, କେବଳ ଜଣେ ମାତ୍ର ବ୍ୟକ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ବାଇବେଲ ଆକୁ ପ୍ରକାଶ କରେ ଯେ କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନାହିଁ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ସେ ଉଦ୍ଧାର ପ୍ରାପ୍ତ ହୁଏ। ବାଇବେଲ ମଧ୍ୟ 66 ପୁସ୍ତକକୁ ନେଇ ଗଠିତ ଅଟେ। ଏହାର ଅନେକ ଦିଗ ରହିଛି। ଆଉ ବାଇବେଲର କଥାକୁ ଆମେ ଯେତେବେଳେ ଦେଖୁଛୁ, ବାଇବେଲ ଖାଲି ଧର୍ମ ପୁସ୍ତକ ବୋଲି ଅନେକ ଭାବୁଛନ୍ତି, ତାହା ବି ନୁହେଁ। ଏହା ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ ସଙ୍ଗେ ସଙ୍ଗେ ଇତିହାସ, ପଦ୍ୟ, ଗଦ୍ୟ, ଭବିଷ୍ୟତବାଣୀ, ଦର୍ଶନ ଶାସ୍ତ୍ର, ତତ୍ଵଜ୍ଞାନ ଏସବୁରେ ପରିପୂର୍ଣ୍ଣ ଅଟେ। ଆଉ ମଧ୍ୟ ଖୁସିର କଥା ହଉଛି ଏହା ଈଶ୍ୱରଙ୍କର ଠାରୁ ପ୍ରେରଣାଦାୟକ ପୁସ୍ତକ ଅଟେ। ଅନ୍ୟ କୌଣସି ପୁସ୍ତକରେ ଆପଣ ପ୍ରେରଣା ପାଇବେ ନାହିଁ, ଇନ୍ସପାରେସନ ପାଇବେ ନାହିଁ। ବାଇବେଲ ଯଦି ପଢିବେ ଆପଣ ଇନ୍ସପାରେସନ ପାଇବେ, ପ୍ରେରଣା ପାଇବେ, ନୂଆ ଅନୁଭୂତି ପାଇବେ, ନୂଆ ଜୀବନ ପାଇବେ, ନୂଆ ଆଶୀର୍ବାଦ ପାଇବେ। ଆମେ ତଳକୁ ଅନେକ ବିଷୟ ଆଲୋଚନା କରିବା। ତେବେ ଏହା ପ୍ରାୟ 40 ଜଣ ବ୍ୟକ୍ତି ଲେଖିଛନ୍ତି, ସେମାନେ ବିଭିନ୍ନ ପୃଷ୍ଠଭୂମିର ଲୋକ ଥିଲେ। That means they are the variety people, ଭିନ୍ନ ଭିନ୍ନ ଧରଣର ଲୋକ ଆକୁ ଲେଖିଛନ୍ତି। ବାଇବେଲକୁ ଲେଖିବା ପାଇଁ ପ୍ରାୟ 1600 ବର୍ଷ ଲାଗିଥିଲା। ଏହା ମଶା ଆଦି ପୁସ୍ତକକୁ ଆରମ୍ଭ କରିଥିଲେ ଏବଂ ଜହନ ପ୍ରକାଶିତ ପୁସ୍ତକକୁ ଲେଖିଥିଲେ। କିନ୍ତୁ ଆର ସମସ୍ତ ଲେଖା ଚିନ୍ତାଧାରା ଦେଖିବେ ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି, କାରଣ ଏହାର ପ୍ରକୃତ ଲେଖକ ହଉଛନ୍ତି ପବିତ୍ର ଆତ୍ମା, ସ୍ୱୟଂ ଈଶ୍ୱର। ଯଦି ଆଦି ପୁସ୍ତକକୁ ଆପଣ ଦେଖିବେ, ପ୍ରକାଶିତ ପୁସ୍ତକରେ ମଧ୍ୟ ତାର ତତ୍ଵକୁ ଆପଣ ପାଇପାରିବେ। ଏହା କାଳ୍ପନିକ କାହାଣୀ ନୁହେଁ। ଯୋଉ ପରମେଶ୍ୱର ପୃଥିବୀକୁ ସୃଷ୍ଟି କଲେ, ତାଙ୍କର ନିଜସ୍ୱ ଭାଷାରେ, ତାଙ୍କ ନିଜସ୍ୱ କଥାରେ ସେ ଲେଖିଛନ୍ତି, କିନ୍ତୁ ତାଙ୍କ ଲୋକମାନଙ୍କୁ ସେ ବ୍ୟବହାର କରିଛନ୍ତି। ଆମେ ଜାଣୁ ସମସ୍ତେ ବାଇବେଲକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ନୂତନ ନିୟମ, ଯାହାକୁ 27ଟି ପୁସ୍ତକକୁ ନେଇ ଗଠିତ, ଏବଂ ପୁରାତନ ନିୟମ 39 ପୁସ୍ତକକୁ ନେଇ ଗଠିତ। ଟୋଟାଲ 66ଟା ପୁସ୍ତକକୁ ଆମେ ଦେଖିପାରୁଛୁ। ତେବେ ଆଉ ଏଭ୍ରି ପୁସ୍ତକକୁ ଏହାକୁ ଏଭ୍ରି ଭାଷାରେ ଲେଖା ଯାଇଥିଲା ଏବଂ ପରେ ପରେ ତାକୁ ଗ୍ରୀକ ଭାଷାରେ ଟ୍ରାନ୍ସଲେସନ କରାଗଲା। ଏବଂ ଆଜି ଯଦି ଦେଖିବେ ଅନେକ ଭାଷା ପୃଥିବୀରେ ଅଛି, ଆଉ ସମସ୍ତ ଭାଷାରେ ତାକୁ ଅନୁବାଦ କରାଯାଇଛି। ବାଇବେଲର ପ୍ରକୃତ ଅର୍ଥ ହଉଛି ବିବ୍ଲିଓ ବା ବୁକ୍ ବା ସ୍କ୍ରଲ ଅଫ ବୁକ୍ ବା ନଳାକାର ପୁସ୍ତକ ଅଟେ। ଏଇ ପୁସ୍ତକକୁ ଆଉ ଜିସାୟ ଏକ ନଳାକାର ପୁସ୍ତକ ବୋଲି ବର୍ଣ୍ଣନା କରନ୍ତି। ଯଦି ଜିସାୟ 34:16କୁ ପଢିବେ, ଆପଣ ଜାଣିପାରିବେ ଏହା ଈଶ୍ୱରଙ୍କର ବାକ୍ୟ, ଆଉ এই ପୁସ୍ତକ ଈଶ୍ୱରଙ୍କ ଦ୍ଵାରା ପ୍ରେରଣା ଯୁକ୍ତ ଅଟେ। ବାଇବେଲକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଆମେ ନୂତନ ନିୟମ ପୁରାତନ ଦେଖିଲୁ, ଆଉ ଆକୁ ମଧ୍ୟ ଦୁଇଟି ନାମରେ ନାମିତ କରାଯାଏ। ପୁରାତନ ନିୟମକୁ ବ୍ୟବସ୍ଥା ପୁସ୍ତକ ବୋଲି କୁହାଯାଏ ଏବଂ ନୂତନ ନିୟମକୁ ଅନୁଗ୍ରହର ପୁସ୍ତକ ବୋଲି କୁହାଯାଏ। ଆମେ ଯଦି ଜହନ 1:17 ପଦକୁ ପଢିବା, ତେବେ ସେଠି ଜାଣିପାରିବା ଏହା ମଧ୍ୟ ଏକ ମିରାକଲ ପୁସ୍ତକ ବା ଆଶ୍ଚର୍ଯ୍ୟ ପୁସ୍ତକ ଅଟେ। ଏହା ବ୍ୟବସ୍ଥା ଆଉ ଅନୁଗ୍ରହ ଦ୍ଵାରା ଗଠିତ ଅଟେ। ବ୍ୟବସ୍ଥା ବା ଲର ପ୍ରକୃତ ଅର୍ଥ ହଉଛି ଏଗ୍ରିମେଣ୍ଟ, ମନୁଷ୍ୟ ମାନଙ୍କ ମଧ୍ୟରେ ଈଶ୍ୱରଙ୍କ ସହିତ ଯୋଉ ଏଗ୍ରିମେଣ୍ଟ, ଯୋଉମାନେ ତାଙ୍କ ସାଙ୍ଗେ ଚାଲନ୍ତି, ଯୋଉମାନେ ତାଙ୍କ ସାଙ୍ଗେ ବୁଲନ୍ତି, ଯୋଉମାନେ ତାଙ୍କୁ ପ୍ରାର୍ଥନା କରନ୍ତି, ସେମାନଙ୍କୁ ସେ ଆଶୀର୍ବାଦ କରିବେ। ପ୍ରଥମେ ବାଇବେଲ ଭାଗ ନଥିଲା, କିନ୍ତୁ 1250 ମସିହାରେ ଆଉ ଆକୁ ଷ୍ଟିଫାନ ଲେଣ୍ଟନ ବୋଲି ଜଣେ ବ୍ୟକ୍ତି ଥିଲେ, ତାକୁ କି ପର୍ବ କଲେ, ଅଧ୍ୟାୟ କରି ଭାଗ କଲେ। ଏବଂ 1550 ମସିହାରେ ଆଉ ଆର ନାଥନ ବୋଲି ଜଣେ ବ୍ୟକ୍ତି ଥିଲେ, ଯାହାକି ସେ ପଦ ସବୁକୁ ଭାଗ କଲେ ଏବଂ 1448 ଭିତରେ ଆକୁ ସରିଥିଲା। ଏବଂ ନୂତନ ନିୟମରେ ରବର୍ଟ ଷ୍ଟିଫାନ ବୋଲି ଜଣେ ବ୍ୟକ୍ତି ଥିଲେ, ଆଉ ସେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସମ୍ପୂର୍ଣ୍ଣ ରୂପେ 1551ରେ ତାକୁ ସେ ସରେଇଥିଲେ। ଆଉ
ପ୍ରଥମ ଭାଗ ବାଇବେଲ 1560 କରାଯାଇଥିଲା ଆଉ ଏହା ବାଇବେଲର ସମ୍ପୂର୍ଣ୍ଣ କଥା ଅଟେ। ଆଉ 40 ଜଣ ଯୋଉ ଲେଖକ ଲେଖିଥିଲେ ସେମାନଙ୍କ ମଧ୍ୟରେ ରାଜା, ଗୀତ ରଚକ, ଦର୍ଶନ ଶାସ୍ତ୍ରଜ୍ଞ, ପଶୁପାଳକ, ମେଷପାଳକ, ଭାବବାଦୀ, ଶାସନକର୍ତ୍ତା, ଡାକ୍ତର ଏସବୁ ବ୍ୟକ୍ତି ଥିଲେ। ଏମାନଙ୍କ ମଧ୍ୟରେ କିଛି ଶିକ୍ଷିତ ଲୋକ ଥିଲେ, କିଛି ଅଶିକ୍ଷିତ ଲୋକ ଥିଲେ। ଆମେ ଯଦି ବାଇବେଲକୁ ଦେଖିବା ତେବେ ପ୍ରେରିତ ପାଉଲ ଜଣେ ଉଚ୍ଚ ଶିକ୍ଷିତ ଲୋକ ଥିଲେ, ମଶା ଜଣେ ଉଚ୍ଚ ଶିକ୍ଷିତ ଲୋକ ଥିଲେ, କିନ୍ତୁ ଜହନ ପିତରକୁ ଦେଖିବେ ସେମାନେ ଅଶିକ୍ଷିତ ଲୋକ ଥିଲେ, ବେଶୀ ପାଠ ପଢିନଥିଲେ ସେମାନେ, କିନ୍ତୁ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ଚାଳିତ ହେଇ ସେ ଏଇ ସବୁ ଲେଖିଥିଲେ। ସେମାନେ ବାଇବେଲର ଅଧ୍ୟାୟ ମାନଙ୍କ ଯେତେବେଳେ ଆମେ ଦେଖୁଛୁ ତାକୁ ବିଭିନ୍ନ ଚିହ୍ନରେ ଚିହ୍ନିତ କରାଯାଏ। ବାଇବେଲକୁ ମଧ୍ୟ ଆଉ ଆଲୋକ, ପ୍ରଦୀପ ବୋଲିକି ବର୍ଣ୍ଣନା କରାଯାଏ ବାଇବେଲର ବାକ୍ୟକୁ, ଯାହାକି ଗୀତ ସଂହିତା 119ର 105ରେ ଆମେ ଦେଖିପାରିବା। ଆଉ ବାଇବେଲକୁ ମଧ୍ୟ ହାତୁଡି ବା ଅଗ୍ନି ବୋଲିକିରି ବର୍ଣ୍ଣନା କରାଯାଏ, ଯାହାକି ଗୀତ ସଂହିତା ଯିରିମିୟ 23ର 29ରେ ଲେଖାଯାଇଛି। ଆଉ ବାଇବେଲ ହଉଛି ଏକ ଖଡଗ ସଦୃଶ୍ୟ, ଯାହାକି ଏବ୍ରି ପୁସ୍ତକ 4ର 12 ପଦରେ ଲେଖାଯାଇଛି। ବାଇବେଲ ମଧ୍ୟ ଆତ୍ମାଙ୍କ ଖଡଗ, ଏହା ଏଫେସୀୟ 6ର 17 ପଦରେ ଲେଖାଯାଇଛି। ଆଉ ବାଇବେଲକୁ ବିଭିନ୍ନ ପ୍ରଭୁଙ୍କର ଦାସମାନେ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି, ବିଭିନ୍ନ ନାମରେ ନାମିତ କରିଛନ୍ତି। ଆକୁ ମହୁ, ଦୁଗ୍ଧ, ଗରିଷ୍ଠ ଖାଦ୍ୟ ବୋଲିକରି ମଧ୍ୟ କୁହାଯାଏ। ଆଉ ଯଦି 19 ଅଧ୍ୟାୟ ଗୀତ ସଂହିତା 10 ପଦକୁ ପାଠ କରିବେ, ଆକୁ ମହୁ ବୋଲିକରି ସେ ବ୍ୟାଖ୍ୟା କରନ୍ତି। ମହୁ ମଧୁର ତୃପ୍ତିଜନକ ଖାଦ୍ୟ ତାହା ଅଟେ। ଆଉ ବାଇବେଲକୁ ମଧ୍ୟ ଭିତର କହନ୍ତି ଏହା ଏକ ଅମୂଲ୍ୟ ଦୁଗ୍ଧ, ଏହା ଏକ ବିନା ଜଳ ମିଶ୍ରିତ ଦୁଗ୍ଧ, ପିଓର ମିଲ୍କ ବୋଲିକରି ସେ ବର୍ଣ୍ଣନା କରନ୍ତି। ଆଉ ଏଭ୍ରି ପୁସ୍ତକ 5 ଅଧ୍ୟାୟର 12 ପଦରେ ତାକୁ ଗରିଷ୍ଠ ଖାଦ୍ୟ ବୋଲିକି ବ୍ୟବହାର କରାଯାଏ। ବାଇବେଲର ଚିହ୍ନ ମାନଙ୍କ ମଧ୍ୟରେ ଯୀଶୁ ମଧ୍ୟ ଅନେକ ପ୍ରକାର ଚିହ୍ନକୁ ସେ କହିଥିଲେ। ତାକୁ ଯୀଶୁ ବିହନ ବୋଲି ସେ ନିଜେ କହିଛନ୍ତି। ଲୁକ 8:11ରେ ମଧ୍ୟ ବାଇବେଲକୁ ଏକ ମେଡିସିନ ବୋଲିକରି କୁହାଯାଇଛି, ଈଶ୍ୱରଙ୍କର ବାକ୍ୟକୁ, ଯାହା ହିତୋପଦେଶ 4:22 ଏବଂ ଯାକୁବୁ ଆକୁ ଦର୍ପଣ ବୋଲିକି ମଧ୍ୟ କହନ୍ତି। ଗୀତ ସଂହିତା 107ର 20 ପଦରେ ଲେଖାଯାଏ, ଈଶ୍ୱରଙ୍କର ବାକ୍ୟ ମନୁଷ୍ୟ ମାନଙ୍କୁ ସୁସ୍ଥ କରେ। ତେବେ ବାଇବେଲକୁ ଅଧ୍ୟୟନ କଲେ ସବୁ ବିଷୟ ଜାଣିବେ। ଆଲୁଅ କଣ ନା ଆମମାନଙ୍କୁ ରାସ୍ତା କଢାଇ ନିଏ। ଆଉ ପ୍ରଦୀପ କଣ ଆମମାନଙ୍କୁ ଦିଗଦର୍ଶନ ଦିଏ। ହାତୁଡି ଆମମାନଙ୍କର ପାପ ରୂପ କଠିନତାକୁ ଭଗ୍ନ କରିଥାଏ ଏବଂ ଅଗ୍ନି ଆମମାନଙ୍କର ସମସ୍ତ ଅଧର୍ମକୁ ସେ ଦଗ୍ଧ କରିଥାଏ। ଆଉ ଖଡଗ ଆମମାନଙ୍କୁ ବ୍ୟବହାର କରିଲେ ଶତ୍ରୁ ଆମକୁ ଭୟ କରିଥାନ୍ତି। ଆଉ ମହୁ ତାହା ହଉଛି ସ୍ୱାଦଜନକ ଖାଦ୍ୟ, ସେଥିପାଇଁ ବାଇବେଲରେ ଏସବୁକୁ ବର୍ଣ୍ଣନା କରାଯାଏ। ଆଉ ଦର୍ପଣ ମିରର ଆମର ଅଧର୍ମ, ଆମର ପାପ, ଆମ ରୂପକୁ ବାଇବେଲ ଦ୍ଵାରା ଆମେ ଦେଖିପାରୁ, ତାହା ମଧ୍ୟ ବର୍ଣ୍ଣନା କରାଯାଏ। ବାଇବେଲକୁ ଅଧ୍ୟୟନ କଲେ ଆମେ ବିଭିନ୍ନ କଥା ଜାଣିପାରୁ, ଯାହାକି ଆମେ ଦେଖୁଛୁ ପୁରାତନ ନିୟମର 39ଟା ପୁସ୍ତକ ଆଉ ନୂତନ ନିୟମର 27ଟା ପୁସ୍ତକ। ବିଶେଷ କରି ପୁରାତନ ନିୟମର ଯୋଉ 39ଟା ପୁସ୍ତକ ଅଛି ତାକୁ ପ୍ରାୟ 3 ଭାଗରେ ବିଭକ୍ତ କରାଯାଏ। ପ୍ରଥମ ଭାଗ ହଉଛି ବ୍ୟବସ୍ଥା ଆଉ ଇସ୍ରାଏଲ ଲୋକମାନଙ୍କର, ମନୋନୀତ ଲୋକମାନଙ୍କର ଇତିହାସ। ଆପଣ ଆଦି ପୁସ୍ତକରୁ ଏଷ୍ଟର ପୁସ୍ତକ ପର୍ଯ୍ୟନ୍ତ ତାକୁ ଦେଖିବାକୁ ପାଇପାରିବେ। ଦ୍ୱିତୀୟ ଭାଗ ହଉଛି ୱିଜଡମ ଲିଟରେଚର ବା ଗୀତ ବା ଜ୍ଞାନର ପୁସ୍ତକ, ଯାହାକି ଆୟୁବ ଠାରୁ ପରମ ଗୀତ ପର୍ଯ୍ୟନ୍ତ ଦେଖିପାରିବେ। ତୃତୀୟ ଭାଗ ହଉଛି ଆପଣଙ୍କର ଭାବବାଦୀ ମାନଙ୍କର ପୁସ୍ତକ, ତାହା ଆପଣ ଜିସାୟରୁ ଆଉ ମଲାଖି ପର୍ଯ୍ୟନ୍ତ ଦେଖିପାରିବେ। ଆକୁ ଯଦି ଆମେ ଭାଗ ଭାଗ କରିବା ଆମେ ଜାଣିପାରିବା। ପ୍ରଥମ ଭାଗକୁ ଆମେ 17ଟା ପୁସ୍ତକ ଯୋଉଟା ଅଛି ତାକୁ 2 ଭାଗରେ ଦେଖିବା। ଆଦି ପୁସ୍ତକରୁ ଆପଣଙ୍କର ଦ୍ୱିତୀୟ ବିବରଣୀ ପର୍ଯ୍ୟନ୍ତ 5ଟା ପୁସ୍ତକ ପେଣ୍ଟାଟୋକ ବୋଲିକରି କହନ୍ତି ବା ପଞ୍ଚଗ୍ରନ୍ଥ ବୋଲିକରି କହନ୍ତି, ଯାହା ମୋଶାଙ୍କର ଲିଖିତ ପୁସ୍ତକ ଅଟେ। ଠାରୁ ଆପଣଙ୍କର ଏଷ୍ଟର ପର୍ଯ୍ୟନ୍ତ ଇସ୍ରାଏଲ ଲୋକମାନଙ୍କର ବିବରଣ ଲେଖାଯାଏ, ସେମାନଙ୍କର ଜୀବନ, ସେମାନଙ୍କର କାର୍ଯ୍ୟ, ସେମାନଙ୍କର ଈଶ୍ୱର ପ୍ରିୟତା, ଏ ସମସ୍ତ ବିଷୟ ଆମେ ସେଇଠି ଦେଖିବାକୁ ପାଇପାରୁଛୁ। ବିଶେଷ କରି
ଭାବବାଦୀ ମାନଙ୍କର ଜୀବନରେ କଣ କଣ ଘଟିଥିଲା ଏଇ କଥା ମଧ୍ୟ ଆମମାନେ ସେଇ ଜାଗାରେ ଆମମାନେ ଦେଖିବାକୁ ପାଇପାରିବୁ। ଆଉ 17+5 ହଉଛି ଆମମାନଙ୍କର 17+5 ହଉଛି ଆପଣଙ୍କ wisdom literature। ତାପରେ ଆଉ 17 ତାହା ହଉଛି ଭାବବାଦୀ ମାନଙ୍କ ପୁସ୍ତକ। ଆପଣଙ୍କର ଯଦି ବଡ ଭାବବାଦୀ ମାନଙ୍କ କଥା ଦେଖିବେ, ଯେସାୟ, ଜେରେମିୟ, ଜେହିଜିକେଲ ଆଉ ଦାନିଏଲ, ଏସବୁ ପୁସ୍ତକକୁ ଯଦି ଆପଣ ଦେଖିବେ, ଏଇ 5ଟି ପୁସ୍ତକ କୁ ତାକୁ ଗରିଷ୍ଠ ଭାବବାଦୀ ବୋଲି କୁହାଯାଏ। ଏବଂ ଆଉ 12ଟା ଯୋଉ ପୁସ୍ତକ ଅଛି ସେମାନେ ହଉଛନ୍ତି ଗୌଣ ବା ଛୋଟ ଆକାରରେ ସେମାନେ ଲେଖିଛନ୍ତି, କିନ୍ତୁ ଭାବବାଦୀର ମୂଲ୍ୟ ସମାନ ଅଟେ। ତେବେ ଆକୁ ଯେତେବେଳେ ଆମେ ଭାଗ କରିବା, 17ଟା ପୁସ୍ତକ ହଉଛି ଆଦି ପୁସ୍ତକରୁ ଆଉ ଆପଣଙ୍କର ଏଷ୍ଟର ପର୍ଯ୍ୟନ୍ତ 17, ଏବଂ 5 ହଉଛି ଆପଣଙ୍କର ଆଇବ ଠାରୁ ପରମ ଗୀତ। ଆଉ ଗୋଟେ 17କୁ ଦେଖିବା, ଯଦି ବାଇବେଲ ପଢିବାକୁ ସୁବିଧା ହବ ଆମେ ଯଦି ଦେଖିବା ବୋଲେ, ଆଉ ଈସାଇ ପୁସ୍ତକରୁ ମଲାଖୀ ପୁସ୍ତକ ପର୍ଯ୍ୟନ୍ତ ତାକୁ ମଧ୍ୟ 2 ଭାଗରେ ବିଭକ୍ତ କରାଯାଏ। ତେବେ 12, 5, 12, 5 ଆଉ 12, 5 ଯେତେବେଳେ ଆମେ ଦେଖୁଛୁ, ଆମେ ତାକୁ ପଢିବା ପାଇଁ ଆମମାନଙ୍କୁ ସୁବିଧା ହବ। ସେଇ ପ୍ରକାର ନୂତନ ନିୟମକୁ ମଧ୍ୟ ଆମମାନେ ଆଉ 27ଟା ପୁସ୍ତକକୁ ଦେଖୁଛୁ। ପ୍ରଥମ ଆଉ 4ଟା ପୁସ୍ତକ ହଉଛି ସୁସମାଚାର, ତାପରେ ଗୋଟେ ହଉଛି ଇତିହାସ ପୁସ୍ତକ, 21ଟା ହଉଛି ଆପଣଙ୍କର ପତ୍ରିକା, ଆଉ ଗୋଟେ ହଉଛି ଭାବବାଦୀ ପୁସ୍ତକ ଅଟେ। ତେବେ ନୂତନ ନିୟମକୁ ପ୍ରାୟ 8 ଲୋକ ଲେଖିଛନ୍ତି, କିନ୍ତୁ ପୁରାତନ ନିୟମକୁ ପ୍ରାୟ 32 ଲୋକ ଲେଖିଛନ୍ତି। ନୂତନ ନିୟମକୁ ଯଦି ଆମମାନେ ଦେଖିବା, ତାହେଲେ ଯୋଉ 27ଟା ପୁସ୍ତକ ମାନଙ୍କ ମଧ୍ୟରୁ ପାଉଲ ପ୍ରାୟ 14ଟା ପୁସ୍ତକକୁ ଲେଖିଛନ୍ତି। ଆକୁ ଏଭ୍ରି ପୁସ୍ତକକୁ ମିଶେଇକି 14ଟା ପୁସ୍ତକ। ସେ 9ଟି ପତ୍ରିକା ଲେଖିଲେ 7ଟି ମଣ୍ଡଳୀକୁ, ମଧ୍ୟ 4ଟି ପତ୍ରିକା 3 ଜଣ ବ୍ୟକ୍ତି ମାନଙ୍କୁ ଲେଖିଲେ, ଜଣେ ତିତୋସ, ତିମୋଥି ଆଉ ଫିଲିମନକୁ ସେ ଲେଖିଛନ୍ତି। ଆଉ ଆମେ ଯେତେବେଳେ ଦେଖୁଛୁ, ଏବେ ଠିକ ସେଇ ପ୍ରକାର ଜେମ୍ସ ବା ଜାକୁବ ଗୋଟିଏ ପୁସ୍ତକ ଲେଖିଛନ୍ତି, ପିତର 2ଟା ପତ୍ରିକାକୁ ଲେଖିଛନ୍ତି, ଜହନ 3ଟା ପତ୍ରିକାକୁ ଲେଖିଛନ୍ତି, ଏବଂ ଜିହୁଦା ଗୋଟେ ପତ୍ରିକାକୁ ସେ ଲେଖିଛନ୍ତି। ତେବେ ଏ ଲେଖକ ମାନେ କିଏ କିଏ ଥିଲେ ଆମେ ଟିକେ ଆଲୋଚନା କରିବା। ଲେଖକ ମାନଙ୍କ ମଧ୍ୟରେ 4ଟି ପ୍ରେରିତ ଅନ୍ତର୍ଭୁକ୍ତ ଅଟନ୍ତି। ବୁଝିବାକୁ ବହୁତ ସହଜ ହବ। 4ଟା ପ୍ରେରିତ କିଏ କିଏ? ଆପଣଙ୍କର ମାଥ୍ୟୁ, ଜହନ, ପିତର, ପାଉଲ। ତାପରେ ତାଙ୍କର ସହକର୍ମୀ 2 ଜଣ ମଧ୍ୟ ଲେଖିଛନ୍ତି। ପିତରଙ୍କର ସହକର୍ମୀ ଥିଲେ ମାର୍କ, ପାଉଲଙ୍କ ସହକର୍ମୀ ଥିଲେ ଆଉ ଲୁକ ପୁସ୍ତକକୁ ଆଉ ପ୍ରେରିତ ପୁସ୍ତକକୁ ଲେଖିଛନ୍ତି। ଆଉ 2 ଜଣ ହଉଛନ୍ତି ଯୀଶୁଙ୍କ ଭାଇମାନେ, ଜାକୁବ ଆଉ ଜିହୁଦା। ତେବେ ଜାକୁବ ଆଉ ଜିହୁଦା ତାଙ୍କ ଭାଇ ବୋଲି କେମିତି ଆମେ ପ୍ରମାଣ କରିବା? ଆମେ ଯେତେବେଳେ ମାର୍କ ପୁସ୍ତକ 6:3 ଦେଖୁଛୁ, ସେଠାରେ ଲେଖାଯାଏ ଯେ ଯୀଶୁଙ୍କର ଭାଇମାନେ ବୋଲିକରି ଲେଖାଯାଏ, ଆଉ ଭଉଣୀ ବୋଲିକି ବି ଲେଖାଯାଏ। କେହି କହନ୍ତି ଯୀଶୁଙ୍କର 2 ଜଣ ଭଉଣୀ ଥିଲେ ବୋଲିକରି। ଆମେ ସଠିକ ତାର ବିବରଣ ଆମେ ପାଇପାରୁନୁ, କିନ୍ତୁ ଏଇ ଯୀଶୁଙ୍କର ଭାଇମାନେ ଥିଲେ। ସେମାନେ ଆଉ ଯୀଶୁଙ୍କୁ ବିଶ୍ୱାସ କରୁନଥିଲେ। ଯେତେବେଳେ ସେ ମୃତ୍ୟୁବରଣ କଲେ, ପୁନରୁତ୍ଥିତ ହେଲା ପରେ ସେମାନେ ବିଶ୍ୱାସ କଲେ। ତେବେ ପୁରାତନ ନିୟମକୁ ଆଉ ଯେତେବେଳେ ଆମେ ଦେଖୁଛୁ, ଏହାର ଲେଖକ ସେ ଈଶ୍ୱରଙ୍କ ନାମ ନେଇ ଆରମ୍ଭ କରନ୍ତି। ଆଦ୍ୟରେ ଈଶ୍ୱର ଥିଲେ ବୋଲି ଲେଖାଯାଏ। ଆଦ୍ୟରେ ପରମେଶ୍ୱର ଆକାଶ ମଣ୍ଡଳ ପୃଥିବୀ ସୃଷ୍ଟି କଲେ। ଠିକ ସେଇ ପ୍ରକାର ନୂତନ ନିୟମକୁ ଲେଖକ ଆଉ ସେ ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ ବୋଲିକରି ଲେଖନ୍ତି। ଆଦ୍ୟରେ ଆରମ୍ଭ ବୋଲିକରି ସେଠାରେ ଲେଖାଯାଏ, ଏଠାରେ ଯୀଶୁ ଖ୍ରୀଷ୍ଟଙ୍କର ନାମକୁ ନିଆଯାଏ। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, এই 2ଟି ପୁସ୍ତକକୁ ଲେଖିବା ପାଇଁ ଅନେକ ବର୍ଷ, ପ୍ରାୟ 1400-1500 ବର୍ଷ ଲାଗିଥିଲା। କିନ୍ତୁ ଆର ସାମଞ୍ଜସ୍ୟ, ଆର ଟୀକା, ଆର କଥାବାର୍ତ୍ତା, ଆର ଶୈଳୀ ସମାନ ଅଟେ। କାହିଁକି? ଲେଖକ ଏକା ଅଟନ୍ତି, ସେ ହଉଛନ୍ତି ପବିତ୍ର
ଆତ୍ମା। ତେବେ ପୁରାତନ ନିୟମରେ ଅବ୍ରାହ୍ମଙ୍କ ଠାରୁ ଆଦମଙ୍କ ଠାରୁ ଅବ୍ରାହ୍ମ ପର୍ଯ୍ୟନ୍ତ ଆ ଆଉ ମନୁଷ୍ୟ ମାନଙ୍କର ଇତିହାସ କଥା ଲେଖାଯାଏ ଏବଂ ଅବ୍ରାହ୍ମଙ୍କ ଠାରୁ ଯୀଶୁଖ୍ରୀଷ୍ଟ ପର୍ଯ୍ୟନ୍ତ ଈଶ୍ୱରଙ୍କର ମନୋନୀତ ଲୋକମାନଙ୍କର କଥା ବର୍ଣ୍ଣନା କରାଯାଏ। ଯୀଶୁଖ୍ରୀଷ୍ଟଙ୍କ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡଳୀ ଯୁଗ କଥା ଲେଖାଯାଏ। ବାଇବେଲ ମଧ୍ୟ ଏକ ଈଶ୍ୱରୀୟ ପୁସ୍ତକ ଅଟେ। ଏହାର ଚିନ୍ତା, ଏହାର ପ୍ରକାଶନ, ଏହାର ଭାବ କୌଣସି ମନୁଷ୍ୟର ଭାବ ଅନୁସାରେ ନୁହେଁ, ଏହା ଈଶ୍ୱରୀୟ ଭାବ ଅନୁସାରେ ଅଟେ। ପ୍ରତ୍ୟେକ ବିଷୟରେ ଈଶ୍ୱରଙ୍କ ବିଷୟ ବାଇବେଲରେ ଲେଖାଯାଏ। ତେବେ ଏଠିର ପ୍ରତ୍ୟେକ ପ୍ରକାଶନ ଈଶ୍ୱରୀୟ ଅଟେ। ଆଉ ସେଥିପାଇଁ ଆମେ ଯେତେବେଳେ ପ୍ରତ୍ୟେକ ପୁସ୍ତକକୁ ଆମେ ଦେଖୁ, ସେଇ ଜାଗାରେ ଆମେ ଖ୍ରୀଷ୍ଟଙ୍କୁ ଦେଖିପାରୁ। ଆପଣ ଯଦି ସମ୍ପୂର୍ଣ୍ଣ ବାଇବେଲକୁ ଯଦି ଦେଇଯିବେ, ଏଟା ହଉଛି ସବୁଦିନ ନୂଆ ଲାଗିବ, ବୋରିଂ ପୁସ୍ତକ ନାହିଁ। ଆପଣ ଯେତେ ପଢିବେ ନୂଆ ନୂଆ ଲାଗିବ। ଆପଣ ଅନ୍ୟ ପୁସ୍ତକ ପଢିଲେ, ଥରେ ପଢିଲେ ମନ ଭାଙ୍ଗିଯାଏ, କିନ୍ତୁ ଏଟା ହଉଛି ତାଜା ପୁସ୍ତକ, ସତେଜ ପୁସ୍ତକ, ଫ୍ରେଶ। କାରଣ ପରମେଶ୍ୱର ଆକୁ କଥା କହନ୍ତି। ତେବେ ବାଇବେଲରେ ସଦାପ୍ରଭୁ କହନ୍ତି, ସଦାପ୍ରଭୁ କହନ୍ତି, ଏଇ ପ୍ରକାର ଶବ୍ଦ ପ୍ରାୟ 2000 ଥର କୁହାଯାଇଛି ବା ଲେଖା ଯାଇଅଛି। ତେଣୁ ପରମେଶ୍ୱରଙ୍କର ଉପସ୍ଥିତି ଏଇ ଜାଗାରେ ସବୁବେଳେ ରହୁଛି। ସେକୁଲାର ପୁସ୍ତକରେ ମୁଁ, ଆମ୍ଭେ, ଯାଇଥିଲୁ, କହିଥିଲୁ ବିଭିନ୍ନ ପ୍ରକାର ଲେଖାଯାଏ, କିନ୍ତୁ ଏଠାରେ ନାହିଁ। ଈଶ୍ୱର କହନ୍ତି, ସଦାପ୍ରଭୁ କହନ୍ତି। ଏହା ଈଶ୍ୱରଙ୍କର ପବିତ୍ର ବାକ୍ୟ ଅଟେ। ଏହା ଈଶ୍ୱରଙ୍କର ଅନୁଗ୍ରହର ପୁସ୍ତକ ଅଟେ। ଆଉ ଯୋଉ ପୁସ୍ତକ ଗୁଡାକ ବାଇବେଲକୁ ଲେଖା ହେଇଛି, ଏହା ସବୁବେଳେ ଯୁଗ ଯୁଗ ଧରି ନୂତନତ୍ୱ ବିଷୟ କହେ। ତେବେ ଆସୁ ଆମେ ମାନେ ଦେଖିବା ଯେ ଆମେ କାହିଁକି ଆଉ ବାଇବେଲର ପାଠ କରିବା ଦରକାର ଅଛି। ଆମେ କାହିଁକି ବାଇବେଲକୁ ପାଠ କରିବା? କାରଣ ଏହା ଆମମାନଙ୍କ ପାଇଁ କୌଣସି ପ୍ରକାରେ ଆଉ ଇନଫର୍ମେସନ ଦିଏ ନାହିଁ, ବାକି ଆମମାନଙ୍କୁ ରିଫର୍ମ କରାଏ, ଆମମାନଙ୍କୁ ଆନନ୍ଦ ଦିଏ, ଆମମାନଙ୍କୁ ଶକ୍ତି ଦିଏ, ଆମମାନଙ୍କୁ ଅନୁଗ୍ରହ ଦିଏ। ଏଥିପାଇଁ ଆମେ ବାଇବେଲକୁ ପାଠ କରିବା ଆବଶ୍ୟକ ଅଟେ। ତେବେ ପ୍ରିୟମାନେ, ଆଜି ଆମେ ଯେଉଁ ସବୁ ବିଷୟକୁ ଆମେ ଆଲୋଚନା କରୁ, ସେଥିମଧ୍ୟରୁ ଆମମାନେ ଦେଖିବାକୁ ପାଇଲୁ ବାଇବେଲ ହଉଛି ଏକ ଈଶ୍ୱରୀୟ ପୁସ୍ତକ। ଏହା ବିଜ୍ଞାନ ନୁହେଁ, ଏହା କୌଣସି ପ୍ରକାର ଗଣିତ ନୁହେଁ, କିନ୍ତୁ ଏହା ଗଣିତକୁ କେବେ ମଧ୍ୟ, ବିଜ୍ଞାନକୁ କେବେ ମଧ୍ୟ ଆକୁ ଅଲଗା କରେ ନାହିଁ। ବାଇବେଲରେ ବିଜ୍ଞାନ ଅଛି, ବାଇବେଲରେ ଗଣିତ ଅଛି, ବାଇବେଲରେ ସମସ୍ତ ପ୍ରକାର ବିଷୟ ଅଛି। ଏ ବାଇବେଲକୁ ଜାଣିବା ପାଇଁ ଅନେକ ଲୋକ ଚେଷ୍ଟା କରନ୍ତି, କିନ୍ତୁ ବାଇବେଲର ଗଭୀର କଥା ଜାଣିବା ବହୁତ କଷ୍ଟକର ହେଇଥାଏ। କାରଣ କେତେକ ବିଷୟ ପରମେଶ୍ୱର ଗୁପ୍ତ କରିକରି ରଖନ୍ତି, ଆଉ କେତେକ ବିଷୟ ସେ ପ୍ରକାଶନ କରନ୍ତି। ବିଶେଷ କରି ଯଦି ଦ୍ୱିତୀୟ ବିବରଣୀ 29-28କୁ ଯଦି ଆପଣ ପଢିବେ, ତେବେ ଜାଣିବେ ଈଶ୍ୱର କେତେ ବିଷୟକୁ ଗୁପ୍ତ କରି ଆଉ ରଖିଛନ୍ତି। ଏବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ ଏଇ କଥା କହିବା ପାଇଁ ଚାହେଁ ଯେ ବାଇବେଲ ଏକ ଡିଭାଇନ ବୁକ୍, ଈଶ୍ୱରୀୟ ପୁସ୍ତକ ଅଟେ। ଆକୁ ଆମେ ଧାରାବାହିକ କରିବା, କିନ୍ତୁ ମୁଁ ଆଜି ଏଇଠି ରଖିବା ପାଇଁ ଚାହେଁ। ତେବେ ଯଦି ବାଇବେଲ ଆପଣ ପଢିବେ, ଆପଣଙ୍କୁ ଯଦି କେହି ପଚାରିବେ, ତେବେ ବାଇବେଲ କଣ ଅଟେ, ଏହାର କି ୱାର୍ଡ କଣ ଅଟେ, ଅନେକ କି ୱାର୍ଡ ଏଇଠି ରହିଛି। ଏଇ ଯୋଉ ବାଇବେଲରେ ଆମେ ପରମେଶ୍ୱରଙ୍କୁ ଦେଖିପାରୁ, ମନୁଷ୍ୟକୁ ଦେଖିପାରୁ, ପାପକୁ ଦେଖିପାରୁ, ଉଦ୍ଧାରକୁ ଦେଖିପାରୁ, ପରିତ୍ରାଣକୁ ଦେଖିପାରୁ, ଧାର୍ମିକକରଣକୁ ବି ଦେଖିପାରୁ, ପବିତ୍ରକରଣକୁ ଦେଖିପାରୁ ଏବଂ ଅନେକ ବିଷୟ ଆପଣ ଯାହା ଚାହିଁଲେ ଆପଣ ଦେଖିଲେ ଅନେକ ବିଷୟ ତାକୁ ଆଡ କରିପାରିବେ। ଏଇ ସବୁ ଜିନିଷ ଦେବେ। ଯଦି ଆମେ ବାଇବେଲକୁ କହିବା, ବାଇବେଲ ଗୋଟିଏ ବହି, ଆଉ ତା ବିଷୟରେ ଦୁଇଟା ଶବ୍ଦ କୁହନ୍ତୁ, ତେବେ ଆମେ ଅନୁଗ୍ରହ ଆଉ ଗୋଟେ ହଉଛି
ମହିମା ବିଷୟ ଦେଖିବା। କାହିଁକି ଅନୁଗ୍ରହ? ପୁରାତନ ନିୟମ ନୂତନ ନିୟମକୁ ଅନୁଗ୍ରହରେ ବର୍ଣ୍ଣନା କରାଯାଇଛି, ଆଉ ନୂତନ ନିୟମକୁ ଆମେ ଦେଖୁଛୁ ଆକୁ ପୁରାତନ ନିୟମକୁ ଆମେ ମହିମାରେ ଦେଖୁଛୁ, ନୂତନ ନିୟମକୁ ଅନୁଗ୍ରହ କରି ଦେଖୁଛୁ। କାରଣ ପୁରାତନ ନିୟମରେ ମନୁଷ୍ୟ ମହିମାରେ ଜାତ ହେଲା, ପ୍ରଭୁ ତାକୁ ମହିମାଯୁକ୍ତ କରି ଜାତ କଲେ, କିନ୍ତୁ ପାପ କଲା ପରେ ସବୁ ହରେଇଲା ଏବଂ ସେ ଅନୁଗ୍ରହ ପ୍ରାପ୍ତ ହେଲା। ଏବଂ ଶେଷରେ ଆଉ ଥରେ ଖ୍ରୀଷ୍ଟଙ୍କର ଆଗମନ ସମୟରେ ସେ ମହିମାଯୁକ୍ତ ହେଇକରି ବଞ୍ଚିବେ। ତେବେ ଦୁଇଟା ୱାର୍ଡ ଯଦି ଆପଣ ବାଇବେଲ କୋଡର କି ୱାର୍ଡକୁ ଦେଖିବେ, ଗୋଟେ ହଉଛି ଅନୁଗ୍ରହ, ଆଉ ଗୋଟେ ହଉଛି ମହିମା। ଆପଣ ଗୀତ ସଂହିତା 84ରୁ 11 ପଦରେ ଆପଣ ପାଠ କଲେ ଜାଣିପାରିବେ। ଆଉ ଏହାର ପ୍ରକୃତ ହିରୋ କିଏ? ବାଇବେଲର ପ୍ରକୃତ ହିରୋ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁକରି ମୁଁ ଆପଣ ମାନଙ୍କୁ ଆଉ ଏଇ କଥା କହିବାକୁ ଚାହେଁ, ଆଉ ପ୍ରକାଶିତ ପୁସ୍ତକ 1 ଅଧ୍ୟାୟର 1 ପଦରେ ଆପଣ ପଢିଲେ ଜାଣିପାରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସବୁ କିଛି। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜିର ଯେଉଁ ଅଧ୍ୟୟନରୁ ଆମେ ଜାଣିଲୁ ବାଇବେଲ ଏକ ଈଶ୍ୱର ନିଶ୍ଚିତ ପୁସ୍ତକ ଅଟେ। ବାଇବେଲକୁ ପବିତ୍ର ଆତ୍ମା ଲେଖିଛନ୍ତି ଏବଂ ତାଙ୍କ ଲୋକମାନଙ୍କୁ ବ୍ୟବହାର କରିଛନ୍ତି। ପ୍ରାୟ 40 ଲୋକ 1600 ବର୍ଷ ଭିତରେ ତାକୁ ଲେଖିଛନ୍ତି ଏବଂ ଆଉ ଆଦିରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ এই 40 ଜଣ ମାନଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରିଛନ୍ତି। ବିଶେଷ କରି ବାଇବେଲରେ ସବୁ ବିଷୟ ଅଛି, ଆପଣ ଯାହା ଚାହିଁବେ ଆପଣ ବାଇବେଲରେ ତାହା ସବୁ ପାଇପାରିବେ। ତେବେ ବାଇବେଲର ଅନେକ କଥା ଆପଣ ମାନେ ଯଦି ଜାଣିବା ପାଇଁ ଚାହିଁବେ, ତେବେ ଆସନ୍ତା ଅଧ୍ୟାୟରେ ଆମ ସହିତ ଯୋଗ ଦିଅନ୍ତୁ। ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଆମେ ବାହାର କରିବା, ପ୍ରଭୁ ପବିତ୍ର ଆତ୍ମାଙ୍କ ଶକ୍ତିକୁ ମାନିବା ଏବଂ ନୂଆ ନୂଆ ବିଷୟ ଆମକୁ ଶିଖିବା। ଆପଣ ମାନେ ଶୁଣୁଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ। ମୁଁ ଟିକେ ସ୍ପିଡ ଗଲି ଆଜି, ଆଉ କାଲିକି କି ସନ୍ଧ୍ୟାରେ ପ୍ରଭୁ ଯଦି ଅନୁଗ୍ରହ କରନ୍ତି ସ୍ଲୋଲି ମୁଁ ଶିକ୍ଷା ଦେବି। ଆଜି ପ୍ରଚାର କଲା ପରିକରି ଗଲି, କାରଣ ଏଇ ପାଠକୁ ଅଲରେଡି ଆମେ ଆଉ ପାଠ କରିଥିଲୁ, ତେଣୁ ମୁଁ ଟିକେ ସ୍ପିଡ ଗଲି। ସନ୍ଧ୍ୟାବେଳେ ପ୍ରଭୁ ଅନୁଗ୍ରହ କଲେ ବାଇବେଲର ଦ୍ୱିତୀୟ ଭାଗକୁ ଆମେ ଦେଖିବା। ଏହା ଇଣ୍ଟ୍ରୋଡକ୍ସନ ମାତ୍ର, ପରିଚୟ ମାତ୍ର। ଯଦି କେହି କହିବେ ବାଇବେଲ କଣ, ଆପଣ ତାକୁ କହିବେ ବାଇବେଲ ହଉଛି ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ। ବାଇବେଲକୁ କିଏ ଲେଖିଥିଲେ? ବାଇବେଲକୁ ତାଙ୍କ ସାଧୁଗଣ ମାନେ ଲେଖିଥିଲେ ପବିତ୍ର ଆତ୍ମାଙ୍କର ଶକ୍ତି ପ୍ରାପ୍ତ ହୋଇ। ବାଇବେଲର କେନ୍ଦ୍ରବିନ୍ଦୁ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ବାଇବେଲର ଉଦ୍ଦେଶ୍ୟ କଣ? ଉଦ୍ଧାର ଅଟେ। ବାଇବେଲ କୋଉ ଜାଗାରେ ଲେଖା ହେଇଥିଲା? ବିଭିନ୍ନ ଜାଗାରେ ଲେଖିଥିଲା। ରାଜଗୃହରେ, ଝରଣାରେ, ଜେଲରେ, ବିଭିନ୍ନ ସ୍ଥାନରେ ଲେଖା ହେଇଥିଲା। ବାଇବେଲକୁ କିଏ କିଏ ଲେଖିଛନ୍ତି? ବୁଦ୍ଧିମାନ ଲୋକ ଲେଖିଛନ୍ତି, ରାଜା ଲେଖିଛନ୍ତି, ମୂର୍ଖ ଲୋକ ଲେଖିଛନ୍ତି ଏବଂ ବିଭିନ୍ନ ପ୍ରଭୁଙ୍କର ଦାସ ତାକୁ ଲେଖିଛନ୍ତି। ବାଇବେଲର ଚିହ୍ନ ସବୁ କଣ? ବାଇବେଲର ଚିହ୍ନ ହଉଛି ପ୍ରଦୀପ, ଆଲୁଅ, ଖଡ୍ଗ। ବାଇବେଲର ଚିହ୍ନ ହଉଛି ବିହନ, ଜଳ, ବିଭିନ୍ନ ଦର୍ପଣ, ବିଭିନ୍ନ ପ୍ରକାର ତାକୁ ନାମିତ କରାଯାଇଛି। ତାକୁ ଆଗାମୀ ସମୟରେ ଆହୁରି ଅନେକ ସୂକ୍ଷ୍ମ ଭାବେ ଆମେ ତାକୁ ଆଲୋଚନା କରିବା। ଅନେକ ଅନେକ ଧନ୍ୟବାଦ। ଯୋଉମାନେ ଶୁଣୁଥିଲେ ଦେଖୁଥିଲେ, ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Amen, amen, amen. Thank you.